ବନ୍ଦେ ପୁରୁଷୋତ୍ତମମ୍। परम प्रेममय श्री श्री ठाकुरଙ୍କ ଶ୍ରୀ ଚରଣରେ ମୋର ଭୂମିଷ୍ଠ ପ୍ରଣାମ। ପରମାରାଧ୍ୟା ଜଗତ ଜନନୀ ଶ୍ରୀ ଶ୍ରୀ ବଡ଼ମାଙ୍କ ଶ୍ରୀ ଚରଣରେ, ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ବରଦାଙ୍କ ଶ୍ରୀ ଚରଣରେ, ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟଦେବଙ୍କ ଶ୍ରୀ ଚରଣରେ ମୋର ଭୂମିଷ୍ଠ ପ୍ରଣାମ। ଉପସ୍ଥିତ ସମସ୍ତ ଦାଦା ଓ ମାମାନଙ୍କୁ ମୋର ଆନ୍ତରିକରେ ଆନନ୍ଦିତ ଜୟଗୁରୁ। ଆଶା କରେ ସମସ୍ତେ ଭଲରେ ଅଛନ୍ତି ଏବଂ ଭଲରେ ରହିବେ। ଏହା ହିଁ ପରମ ପିତାଙ୍କ ରାଜବଲ୍ଲୀ ଚରଣରେ ମୋର ଅନ୍ତରର ପ୍ରାର୍ଥନା। ଆଜି ମୁଁ ଯେଉଁ ପାଠଟି କରିବାକୁ ଯାଉଛି ସେ ପାଠର ମୂଳ ଉଦ୍ଦେଶ୍ୟ ହେଉଛି ଆମ୍ଭେମାନେ କାହିଁକି ଅକୃତକାର୍ଯ୍ୟ ରହିଯାଉଛୁ ଏବଂ କୃତକାର୍ଯ୍ୟ ହେଉଛୁ। ଆମର କ'ଣ ଏମିତି ଭୁଲ ଥାଉଛି, କ'ଣ ଗୋଟିଏ ଫଲ୍ସ ରହିଯାଉଛି ଯେଉଁଟାକୁ ଆମେ ବୁଝିପାରୁନୁ କିମ୍ବା ବୁଝିପାରିକି ମଧ୍ୟ ଆମେ କେତେ ବେଳେବେଳେ ତାକୁ ଅନଦେଖା କରୁ। ସେ ବିଷୟରେ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ମୋର ସତ୍ୟାନ୍ୱେଷଣରେ ତାଙ୍କ ନିଜ ଶ୍ରୀହସ୍ତରେ ଲେଖି ଯାଇଛନ୍ତି। ସତ୍ୟାନ୍ୱେଷଣ ହିଁ ପରମ ପ୍ରେମମୟଙ୍କ ଗୋଟିଏ ସେହି ସତ୍ୟାନ୍ୱେଷଣ ଭିତରେ ନିବାସ କରନ୍ତି, ତିଷ୍ଠି ଅଛନ୍ତି। ସେହି ସତ୍ୟାନ୍ୱେଷଣରୁ ମୁଁ କତିପୟ କଥା ଆପଣମାନଙ୍କ ସମ୍ମୁଖରେ ତୋଳି ଧରିବି ଏବଂ ତାହା ଉପରେ ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ପିତୃଦେବ କ'ଣ ଆଲୋଚନା କରିଛନ୍ତି ତାହା ଆପଣମାନଙ୍କୁ ଶୁଣାଇବି। ଠିକ୍ ଅଛି, ତ ମନୋଯୋଗ ଦେଇକି ଶୁଣିବେ। ଏହା ପୂର୍ବରୁ ମଧ୍ୟ ମୁଁ ଆହୁରି ଅନେକ ଗୁଡ଼ିଏ ଭିଡ଼ିଓ ତିଆରି କରିଛି ଯେଉଁଗୁଡ଼ିକ ଅତି ମହତ୍ତ୍ୱପୂର୍ଣ୍ଣ ଆମର ବ୍ୟକ୍ତିତ୍ୱ ନିର୍ମାଣ ପାଇଁ। ଏଇ ଯାହା କିଛି ଅଛି ଆମର ବ୍ୟକ୍ତିତ୍ୱକୁ ଉଜ୍ଜଳମୟ କରିବ, ଆମର ବ୍ୟକ୍ତିତ୍ୱର ପ୍ରକାଶ କରିବ, ଆମ ବ୍ୟକ୍ତିତ୍ୱକୁ ଧୋଇ ପୋଛି ସଫା କରି ସୁନ୍ଦର ଗୋଟିଏ ଫୁଲ ଭଳିଆ ରୂପ ଦେଇପାରିବ। ତ ଆସନ୍ତୁ ଏଇ ପୂର୍ବ ଭିଡ଼ିଓ ଗୁଡ଼ିକୁ ମଧ୍ୟ ଯେଉଁମାନେ ଶୁଣିନାହାନ୍ତି ଶୁଣିନେବେ। ଅତି ମହତ୍ତ୍ୱପୂର୍ଣ୍ଣ, ଅତି ଗୁରୁତ୍ୱପୂର୍ଣ୍ଣ ଆମ ଜୀବନ ପାଇଁ ସେଇ କଥା ଗୁଡ଼ିକୁ ଆପଣମାନେ ଶୁଣିନେବେ ଆଉ ନିଜ ଜୀବନକୁ ଫୁଲ ଭଳିଆ ଗଢ଼ି ତୋଳିବେ, ପ୍ରସ୍ଫୁଟିତ କରି ତୋଳିବେ। କେତେ ସୁନ୍ଦର ଲାଗିବ ଭାବି ଦେଖନ୍ତୁ। ଆମ୍ଭମାନଙ୍କୁ ଫୁଲ ରୂପରେ ସୌନ୍ଦର୍ଯ୍ୟପୂର୍ଣ୍ଣ କରିବା ପାଇଁ ଠାକୁର ଆମ୍ଭମାନଙ୍କୁ କ'ଣ ଦେଇ ଯାଇଛନ୍ତି, ଆମେ ଟିକେ ତାର ଆଘ୍ରାଣ ନେବା। ଠିକ୍ ଅଛି, ତ ଆସନ୍ତୁ ଅତି ସମୟ ବେଶୀ ସମୟ ନ ବ୍ୟତୀତ କରି ଅସଲ କଥାରେ ଆସିବା। ଠିକ୍ ଅଛି, ତ ପୂର୍ବବର୍ତ୍ତୀ ବାଣୀ ଗୁଡ଼ିକ ଏଇଆ ଥିଲା ଯେ ସେବା କର, ଯେତେ ପାର ସେବା କର, କିନ୍ତୁ ସାବଧାନ ସେବା ନେବାକୁ ଯେପରି ଇଚ୍ଛା ନ ହୁଏ। ଅନୁରୋଧ କର କିନ୍ତୁ ହୁକୁମ କର ନାହିଁ। କେବେ ହେଲେ କାହାର ନିନ୍ଦା କର ନାହିଁ, କିନ୍ତୁ ଅସତ୍ୟର ପ୍ରଶ୍ରୟ ଦିଅନ୍ତୁ ନାହିଁ। ଏହି କଥା ଗୁଡ଼ିକୁ କିପରି ଭାବରେ ବାସ୍ତବରେ ପରିଣତ କରିବୁ ତାହା ଏହି ଭିଡ଼ିଓ ଗୁଡ଼ିକରେ ଅଛି। ଆଉ ଆଜି ଯେଉଁ ବାଣୀଟି ନେଇ ଆସିଛି ସେ ବାଣୀଟି ହେଉଛି ଅତି ସୁନ୍ଦର, ଅତି ଅପ୍ରୀତିକର, ଅତି ସୁନ୍ଦର, ଅତି ଅପ୍ରୀତିକର। ଯେଉଁମାନେ ଆମେ ତାହାର ଉଲ୍ଟା ଅଛୁ ତାଙ୍କମାନଙ୍କ ପାଇଁ, ଆଉ ଯେଉଁମାନେ ଉଲ୍ଟା ଅଛୁ ବା ଏଇ ଗୁଡ଼ିକ ଅଛି ସେମାନଙ୍କ ପାଇଁ ଗୋଟିଏ ଉତ୍ତମ ଦିନ, ଉତ୍ତମ ଅବସର ଯେଉଁ ସମୟରେ କି ଆମେ ଏଇଗୁଡ଼ିକୁ ଏଇ ଅକୃତକାର୍ଯ୍ୟତାର କାରଣକୁ ଆମ ଜୀବନରୁ ଉଠେଇକି ଫିଙ୍ଗି ଦେବାର ଗୋଟିଏ ସମୟ, ଅତି ସୁବର୍ଣ୍ଣ ସୁଯୋଗ। ଏଇ କଥା ଗୁଡ଼ିକୁ ଶୁଣିଲା ପରେ ନିଜ ଜୀବନ ସେଗୁଡ଼ିକୁ କାଢ଼ି ପକାଇ ଦିଅନ୍ତୁ। ଆପଣଙ୍କୁ ନିଶ୍ଚିତ ଭାବରେ ପରବର୍ତ୍ତୀ ଜୀବନଟା ଅତି ସୁନ୍ଦରମୟ ହେବ। ଠିକ୍ ଅଛି, ତ ଆସନ୍ତୁ ବାଣୀଟି ହେଲା, ଧୀର ହୁଅ କିନ୍ତୁ ତାହା ବୋଲି ଅଳସୁଆ ହୁଅ ନାହିଁ। ଧୀର ହୁଅ ତାହା ବୋଲି ଅଳସୁଆ ଦୀର୍ଘସୂତ୍ରୀ ହୋଇ ପଡ଼ ନାହିଁ। ଧୀର ହୁଅ ତାହା ବୋଲି ଅଳସୁଆ ଦୀର୍ଘସୂତ୍ରୀ ହୋଇ ପଡ଼ ନାହିଁ। ଏହି କଥାଟି ଶ୍ରୀ ଶ୍ରୀ ଠାକୁରଙ୍କ ନିଜ ଶ୍ରୀହସ୍ତରେ ସତ୍ୟାନ୍ୱେଷଣରେ ଲେଖି ଯାଇଛନ୍ତି। ତ ଆସନ୍ତୁ এই ବିଳମ୍ବ ନ କରି ଏ ପାଠରେ ଶ୍ରୀ ଶ୍ରୀ ପିତୃଦେବ କ'ଣ କହିଛନ୍ତି এই କଥାଟିକୁ ବୁଝାଇବା ପାଇଁ। ଏହା ଭିତରେ ହିଁ ଆମେ ଜାଣିପାରିବୁ ଆମେ କାହିଁକି ଅକୃତକାର୍ଯ୍ୟ ରହିଯାଉଛୁ। ଠିକ୍ ଅଛି, ଆଉ କିପରି କୃତକାର୍ଯ୍ୟ ହେଇପାରିବା। ଶ୍ରୀ ଶ୍ରୀ ପିତୃଦେବ ସ୍ୱପ୍ନାଙ୍କୁ ପ୍ରଶ୍ନ କଲେ, ଧୀର ହେବା ଅର୍ଥ କ'ଣ କୁହ, ଆଉ ଅଳସୁଆ ଦୀର୍ଘସୂତ୍ରୀ ମଧ୍ୟ କ'ଣ ତାହା କୁହ। ରାଣୀ ମୁଖାର୍ଜୀ ସ୍ୱପ୍ନାର ନିକଟରେ ବସିଥିଲେ। ସ୍ୱପ୍ନାକୁ ଚୁପଚାପ ରହିବାଟା ଦେଖି
ପିତୃଦେବ କହିଲେ ରାଣୀ ପଢ଼େ। ରାଣୀଙ୍କର ପାଠ ପରେ ସେ କହିଲେ ମୋର ମା ମୋତେ ଗୋଟିଏ କାର୍ଯ୍ୟ କରିବା ପାଇଁ କହିଲେ, ସେଇ କାମଟାକୁ ମୁଁ ଧୀର ହୋଇ କରିବି। ଧୀର ହୋଇ କରିଲେ କାର୍ଯ୍ୟଟି ସୁନ୍ଦର ହେବ ଏବଂ ନିର୍ଭୁଲ ହେବ। ଶ୍ରୀ ଶ୍ରୀ ପିତୃଦେବ କିନ୍ତୁ ଯେତେବେଳେ ତୁମର ମା ତୁମକୁ କାର୍ଯ୍ୟଟା କରିବାକୁ କହିଲେ ସେତେବେଳେ ହୁଏତ ତୁମେ ଗୋଟିଏ କାର୍ଯ୍ୟ ଅଲରେଡ଼ି କରୁଛ, ହେଲେ କିପରି ଭାବରେ ତୁମର ମା ଯେଉଁ କାର୍ଯ୍ୟଟି କରିବାକୁ କହିଲେ ସେଟା କରିବ। ପୁଣି ତୁମେ ଧୀରେ ଧୀରେ କରୁଛ, ହୁଏତ ଘଣ୍ଟାଟେ ଲାଗିଗଲା। କିନ୍ତୁ ଏମିତି ବି ତ ହେଇପାରେ ଜଣେ ଲୋକ ସବୁଆଡ଼କୁ ନଜର ରଖି 10 ମିନିଟରେ ହିଁ ସେଇ କାର୍ଯ୍ୟଟାକୁ ସମ୍ପୂର୍ଣ୍ଣ କରି ପକାଇଲା। ତାହା ଛଡ଼ା ତୁମର ମା ଯେତେବେଳେ ତୁମକୁ କାର୍ଯ୍ୟଟି କରିବା ପାଇଁ କହିଲେ ସେତେବେଳେ ତୁମେ ଅନ୍ୟ ଗୋଟେ କାମ କରୁଛ। ତୁମେ ଯଦି କୁହ ପରେ କରିବି, ତାହେଲେ ଏଇଥିରୁ କ'ଣ ଜଣାପଡ଼ିବ ଅଳସୁଆ ଦୀର୍ଘସୂତ୍ରୀ କି ନୁହଁ କିପରି ବୁଝିବ? ଆଉ ତମେ ଯଦି ଅଳସୁଆ ବା ଦୀର୍ଘସୂତ୍ରୀ ସେଇଟା କିପରି ହେଇପାରିବ? ତମେ ତ ଗୋଟେ କାର୍ଯ୍ୟରେ ବ୍ୟସ୍ତ ଅଛ। ରାଣୀଙ୍କୁ ନିରୁତ୍ତର ରହିବାଟା ଦେଖି ଶ୍ରୀ ଶ୍ରୀ ପିତୃଦେବ ନିଜେ ହିଁ ବାଣୀଟାକୁ ବୁଝେଇ କହିଲେ ଅଳସୁଆ ଅର୍ଥ କ'ଣ? ବସି ଅଛ ତ ବସିକି ହିଁ ଅଛ, କାର୍ଯ୍ୟ କରିବାକୁ ଚାହୁଁନ। ମା କହିଲେ ଏଇ କାମଟା କରେ, ବସି ଅଛୁ କାହିଁକି? ସେ କହିଲା ପରେ କରିବି, ଅଥଚ ସେ ଫାଲତୁଟାରେ ବସିକି ଅଛି। କାର୍ଯ୍ୟ କରିବାର ସମୟରେ ଚାଞ୍ଚଲ୍ୟତା ରହିଲେ କାର୍ଯ୍ୟର କ୍ଷତି ହେଇପାରେ। ଧୀର ହେବାର ଅର୍ଥ ଚଞ୍ଚଳ ନ ହୋଇ ବିରକ୍ତି ପ୍ରକାଶ ନ କରି କାର୍ଯ୍ୟଟି କରିବା, ସୁସ୍ଥିର ହୋଇ କାର୍ଯ୍ୟରେ ମନୋନିବେଶ କରିବା। ଆଉ ଯେଉଁ କାର୍ଯ୍ୟଟି ଯିଏ କାର୍ଯ୍ୟ କରିବାରେ ପରାନ୍ମୁଖ ସିଏ ହିଁ ଅଳସୁଆ। ପରାନ୍ମୁଖ ଅର୍ଥ ଯେ କାର୍ଯ୍ୟ କରିବାକୁ ଚାହୁଁନାହାନ୍ତି, ବିଭିନ୍ନ ପ୍ରକାର ବାହାନାରେ ବିଭିନ୍ନ ପ୍ରକାର ଢଙ୍ଗ ରଙ୍ଗ ବା ଭାବ ଦେଖେଇ ବାହାନା କରିକି ସେ କାର୍ଯ୍ୟଟିକୁ ଏଡ଼େଇ ଚାଲନ୍ତି, ସିଏ ହେଉଛନ୍ତି ଅଳସୁଆ। ଦୀର୍ଘସୂତ୍ରୀ ଅର୍ଥ କ'ଣ? ଦୀର୍ଘସୂତ୍ରୀର ଅର୍ଥ ସୂତ୍ରୀ ଅର୍ଥ ସୂତ୍ର, ସୂତ୍ର ଅର୍ଥ ସୂତା। ଅନେକ ସମୟରେ ଦେଖାଯାଏ ଚିଠି ଲେଖିବାର ଅଛି, ଚିଠିଟା ଲେଖିବାର ଅଛି, କିନ୍ତୁ ଚିଠିଟା ଲେଖୁଛି, କିଛିଟା ଲେଖିଛି, କିଛିଟା ବାକି ରଖିଦେଲି। କାମଟି ପଡ଼ି ରହିଲା, ଅଥଚ ଯଦି ମୁଁ ଚିଠିଟି ନ ଲେଖେ ତାହେଲେ ମୋର ମନଟା ଅଶାନ୍ତ ହୋଇଯିବ। ଯେତେବେଳେ କୌଣସି କାର୍ଯ୍ୟ ଠିକ୍ ସମୟରେ ନ କରି ଭାବେ ଆଉ ଟିକେ ପରେ କରିବି, ସାମାନ୍ୟ ଚିଠିଟା ତ ଲେଖିବି, ସେଟା ଲେଖିଦେବି, ଚଳିବ ନାହିଁ କି? ପରେ ଲେଖିବି ନାହିଁ କି? ଏମିତି ଅନେକ କଥା ଆମେ କହିଥାଉ। ଚାଲ କରିଦେବା ନାହିଁ କି? ହଉ ସେଟା ପରେ କରିବା, ଚାଲ ଏବେ ଯାଇକି ଆସିବା। ଏମିତି କେତେ କଥା ଆମେ କହିଥାଉ। ଆମେ ବିଭିନ୍ନ ଭାବରେ ଏମିତି କାର୍ଯ୍ୟ କରିଥାଉ, ତ ସେତେବେଳେ ଆମ ମନରେ ଅଶାନ୍ତି ଆସେ। ଏହି ପ୍ରକାର ଭାବରେ ଗୋଟିଏ କାର୍ଯ୍ୟ ଦୀର୍ଘ ସମୟ ଧରି ଦୋଲାୟମାନ ଅବସ୍ଥାରେ ଛାଡ଼ିଦେଇ, ଏହାର ନାମ ହେଉଛି ଦୀର୍ଘସୂତ୍ରିତା। ଧୂର୍ତ୍ତି ବଲ୍ଲଭ ଭାଇ କହିଲେ ମୁଁ ଧୀର ହେବି, ତା ବୋଲି ଧୀରେ ଧୀରେ କରି ଅଳସୁଆ ହେଇ ଯେମିତି ନ ପଡ଼େ। ଶ୍ରୀ ପିତୃଦେବ କରୁଛି ଅଳସୁଆ ହେବ କାହିଁକି? ଧୀରେ ଧୀରେ ତ କାର୍ଯ୍ୟଟା କରୁଛ, ଧୀର ତ ହେଲି, ଅଳସୁଆ ହେଲି କିପରି? ଅଳସୁଆ କିପରି ହେଲି? ଧୃତି କହିଲା ଧୀର ହେଲେ ଅଳସୁଆ ଦୀର୍ଘସୂତ୍ରୀ ହୋଇଯିବ। ଶ୍ରୀ ପିତୃଦେବ ଠେକୁଆ ଆଉ କଇଁଛର ଗପଟା ତ ଶୁଣିଛ ନା? ଧୃତି ଚୁପ୍ ରହିଲେ। ସେତେବେଳେ କହିଲେ ଆଉ କିଏ ପଡ଼ିଛ ପାଣିଠି? ଏଥର ସୁଖେନ୍ଦା କହୁଛନ୍ତି କୌଣସି କାର୍ଯ୍ୟ ଆମେ ଏମିତି ଭାବରେ କରିବୁ ଧୀର ଏବଂ ସୁସ୍ଥ ଭାବରେ, ଯେମିତିକି ବହୁତ ଭଲ ହୁଏ। କିନ୍ତୁ ଏମିତି ଧୀରେ ଧୀରେ କରିବୁ ନାହିଁ ଯେମିତିରେ କି ଏହା ମାସଟେ ଲାଗିଗଲା,
ଶ୍ରୀ ଶ୍ରୀ ପିତୃଦେବ କାଲି ଯାହା କରିବି ଆଚ୍ଛା ଆଉ ଟିକେ ପରେ କରିବି, ଟିକେ ବସି ନେବା, ଟିକେ ଆରାମ କରି ନେବା, ବିଶ୍ରାମ କରି ନେବା, ଏହି ଭାବରେ ଯେଉଁ କାର୍ଯ୍ୟଟା 1 ଘଣ୍ଟାରେ ସମ୍ପୂର୍ଣ୍ଣ ହେଇଥାନ୍ତା ସେଇ କାର୍ଯ୍ୟଟାକୁ କେତେ ଦିନ ସମ୍ପୂର୍ଣ୍ଣ କରିବା ପାଇଁ ସେଇ କାର୍ଯ୍ୟଟାକୁ କେତେ ଦିନ ଲାଗିଗଲା, ଏଇଭଳିଆ କହିବାକୁ ଚାହୁଁଛୁ ତ? ସୁଖେର କହିଲେ ଆଜ୍ଞା ହଁ। ଅର୍ଥ ଏଠି କ'ଣ କହିବାକୁ ଚାହୁଁଛନ୍ତି? ଯେଉଁ 1 ଘଣ୍ଟାର କାର୍ଯ୍ୟକୁ ଆମେ ଟିକେ ପରେ କରିବା, ଟିକେ ବିଶ୍ରାମ କରି ନେବା, ହଉ କରିଦେବା, ଏମିତି ଭାବରେ ଝୁଲେଇକି ରଖିକି ଆମେ ସେଇ କାର୍ଯ୍ୟଟାକୁ କେତେ ଦିନ ହୁଏତ ଲଗାଇଦେଲୁ ସମ୍ପୂର୍ଣ୍ଣ କରିବା ପାଇଁ। এইটা ହେଉଛି ଦୀର୍ଘସୂତ୍ରିତା, ଅଳସୁଆମୀ। ହେଲେ ଆମେ କ'ଣ ଜାଣିଲେ ଯେ ଆମର ପ୍ରତିଟି କାର୍ଯ୍ୟ ସମ୍ପୂର୍ଣ୍ଣ ହେବାର ବାଧା ହେଉଛି ଆମ୍ଭମାନଙ୍କର ଅଳସୁଆମୀ ଓ ଦୀର୍ଘସୂତ୍ରିତା, ନିଷ୍ଠାର ଅଭାବ, ନିରନ୍ତର ଲାଗି ରହିବାର ଅଭାବ, ଅନୁରାଗର ଅଭାବ, ସ୍ୱାଧ୍ୟାୟର ଅଭାବ, ଅଧ୍ୟବସାୟର ଅଭାବ ନୁହଁ କି? ତେଣୁ ମୁଁ ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କୁ ମୁଁ ଏଇଟା ହିଁ ଅନୁରୋଧ କରିବାକୁ ଚାହିଁବି, ଯେଉଁମାନେ ଅକୃତଜ୍ଞତା ହାତରେ ଲାଗୁଛି ସେମାନଙ୍କ ଯଦି ଅଭ୍ୟାସକୁ ଅଧ୍ୟୟନ କରାଯାଏ, ଷ୍ଟଡି କରାଯାଏ, ଯଦି ଅବଲୋକନ କରାଯାଏ, ନିରୀକ୍ଷଣ କରାଯାଏ, ଦେଖାଯିବ ମୂଳରେ ଅକୃତକାର୍ଯ୍ୟତାର ମୂଳ କାରଣ ହେଉଛି ଏଇ ଅଳସୁଆମୀ ଓ ଦୀର୍ଘସୂତ୍ରିତା। ଆରାମରେ ରହିବାକୁ ଚାହୁଁଛୁ, ଯେଉଁଥିପାଇଁ ଆଜିକାଲି ଅଧିକାଂଶ ଛାତ୍ରଛାତ୍ରୀମାନେ ଯେଉଁମାନେ ଠାକୁରଙ୍କୁ ଧରିଛନ୍ତି, ଯେଉଁ ପରିବାର ସତ୍ସଙ୍ଗୀ ପରିବାର ହେଲେ ମଧ୍ୟ ସେମାନେ ଏଇ ନକଲ କରିବାର ପ୍ରଚଳନଟାକୁ ଆପଣେଇ ନେଇଛନ୍ତି। କହୁଛନ୍ତି ଯେ ଦୁନିଆ ଏମିତି ଭାବରେ ଚାଲିଛି, ଆମେମାନେ ଯଦି ନକଲ ନ କରିବୁ ଆମମାନଙ୍କର ରିଜଲ୍ଟ କମ୍ ରହିବ। ରିଜଲ୍ଟ କମ୍ ରହିଲେ କ'ଣ ହେବ? ଆପଣଙ୍କର ଯୋଗ୍ୟତା କିଏ ନେଇପାରିବନି, ଆଉ ଯୋଗ୍ୟତା ଉପରେ ସବୁକିଛି କର୍ମ ତିଷ୍ଠି ରହେ। ପରସେଣ୍ଟେଜ କମ୍ ଆସିବ, ସେମାନେ ପଢ଼ୁନାହାନ୍ତି, ସେମାନେ ଠକିକିରି ଅନେକ ପରସେଣ୍ଟେଜ ଆଣିବେ, କିନ୍ତୁ ସେଥିରେ କ'ଣ ଲାଭ ହେବ? କାର୍ଯ୍ୟକ୍ଷେତ୍ରରେ ସବୁ ଧରା ପଡ଼ିଯିବ। ସେତେବେଳେ ଆଉ ମୁଁ ଯେଉଁ ଠକିଲି, ମୁଁ କପଟତା କଲି, ଆଉ କପଟତା କରି ଛାଡ଼ିବା ପାଇଁ ଶ୍ରୀ ଠାକୁର ମୋର କହିଛନ୍ତି ଆମେ ପ୍ରତିଦିନ କୀର୍ତ୍ତନ କରୁଛୁ, ପ୍ରାର୍ଥନା ପରେ ଜୟ ରାଧେ ରାଧେ ଯେଉଁ କୀର୍ତ୍ତନ କରୁଛୁ ସେଇ କୀର୍ତ୍ତନ ଛାଡ଼ରେ ମନ କପଟ ଚାତୁରୀ ବଦନେ ବଲ ହରି ହରି। এই কপটতা ন ছাড়িবা পর্যন্ত সত্যানুষ্ঠান ଅଛି ଧର୍ମ ରାଜ୍ୟରେ ପ୍ରବେଶ କରିବାର ଅଧିକାର ଆମମାନଙ୍କର ଜନ୍ମ ନାହିଁ। ସେ ଋତ୍ବିକ ଅଧୈର୍ଯ୍ୟ ଯାଜକ ଯିଏ ହେଇଥାଉ ନା କାହିଁକି, ସାଧାରଣ ଦୀକ୍ଷା ନେଇଛନ୍ତି ଯିଏ ହେଇଥାଉ ନା କାହିଁକି, ସମସ୍ତେ ଜାଣି ରଖିବେ କପଟତା ଯେତେ ସମୟ ପର୍ଯ୍ୟନ୍ତ ରହିଛି ଆମମାନଙ୍କ ଭିତରୁ ଦୁର୍ବଳତା ଯିବ ନାହିଁ। ଆମମାନଙ୍କ ଭିତରେ ଯେ ଚୋର ରୂପୀ କପଟ ବସି ରହିଛି, ଏହି କପଟତା ତ୍ୟାଗ ନ କରିବା ପର୍ଯ୍ୟନ୍ତ ଆମେମାନେ ଠାକୁରଙ୍କ ବାଟରେ ତିଳେ ପର୍ଯ୍ୟନ୍ତ ମାତ୍ର ଆଗେଇ ପାରିବୁ ନାହିଁ। ଠାକୁରଙ୍କୁ ଭଲ ପାଇବା ତ ଦୂରର କଥା, ଆମେ ଠାକୁରଙ୍କୁ ଧରି ଏକା ନାହିଁ। ଖାଲି ସ୍କୁଲରେ ନାଁ ଲେଖାଇ ଦେଲେ ସେ ଛାତ୍ର ହେଇଯାଏନି। ସ୍କୁଲକୁ ଗଲେ ହିଁ ଛାତ୍ର କହନ୍ତିନି, ଦୀକ୍ଷା ନେଲେ ସେ ଶିଷ୍ୟ ହେଇଯାଏନି। ଠିକ୍ ଅଛି, ତ ଆଜି ପାଇଁ ଏତିକି ଆମେମାନେ ଜାଣିପାରିଲୁ ଅକୃତ୍ୟ କାର୍ଯ୍ୟର ମୂଳ କାରଣ କ'ଣ। ଆମେ ଯେତେ ଶୀଘ୍ର ଆମମାନଙ୍କ ଭିତରୁ ଏହାକୁ ଉତ୍ପାଟନ କରି ଉଠେଇକିରି ଫିଙ୍ଗି ଦେଲେ ହିଁ ଆମେ ମୁକ୍ତି ପାଇବୁ, ଏବଂ ତା ପରିବର୍ତ୍ତରେ ଅନୁରାଗ, ନିଷ୍ଠା, ଭକ୍ତି, ଶ୍ରଦ୍ଧା, କାର୍ଯ୍ୟ ପ୍ରତି, ଉଦ୍ଦେଶ୍ୟ ପ୍ରତି ଅନୁପ୍ରାଣତା ଏଇସବୁକୁ ସୃଷ୍ଟି କରିବା ନିଜ ଭିତରେ ହେଲେ ହିଁ ଆମେ ସୁନ୍ଦର ଗୋଟେ ଫୁଲ ରୂପରେ ପ୍ରସ୍ଫୁଟିତ ହୋଇପାରିବା। ଆଉ ଠାକୁର ସବୁବେଳେ ଚାହାନ୍ତି ସମସ୍ତେ ଭଲରେ ରହିଲେ ହିଁ ମୁଁ ଭଲରେ ରହେ। ତାଙ୍କୁ ଖୁସି କରିବା ପାଇଁ ଆମେ ନିଜ ଜୀବନରୁ ଏଇ ସବୁ ଫଲ୍ସ ଗୁଡ଼ିକୁ ଫିଙ୍ଗିଦେବା। ଠିକ୍ ଅଛି, ଆଜି ପାଇଁ ଏତିକି। ପରବର୍ତ୍ତୀ ଭିଡ଼ିଓରେ ପୁଣି ଦେଖାହବ। ଯଦି ଭଲ ଲାଗିଛି ମୋର କଥା, ସମସ୍ତେ ଲାଇକ୍, କମେଣ୍ଟ ଓ ସବସ୍କ୍ରାଇବ୍ କରି ମୋ ସହିତ ଯୋଡ଼ି ରହନ୍ତୁ, ଏମିତି ଠାକୁରଙ୍କର କଥା ଶୁଣିବା ପାଇଁ। ଠିକ୍ ଅଛି, ଜୟ ଗୁରୁ, ବନ୍ଦେ ପୁରୁଷୋତ୍ତମ।